नमस्कार ओडिशावासी शुभ संध्या आज संध्या रही देश विदेश राज्यर गुरुत्वपूर्ण खबर जहां आपण माने केवल 10 मिनिट समय दे देखिपारे ता पूर्व आपण मान गोटे छोटिया अनुरोध भिडियोटी को लाइक करी कमेंट रे आपणकर जिलार ना लिखिदेवे ता सहित मध्य भिडियोटी को शेष पर्यंत मध्य देखिबे आज संध्यार कौन गुरुत्वपूर्ण खबर रही चलू ता उपरे नजर पकाइबा। नंबर वन राष्ट्रपति ओडिशा गस्तर आज तृतीय दिन ओडिशा कृषि एवं वैषयिक विश्वविद्यालय ओयूटर 40तम समावर्तन उत्सव में मुख्य अतिथि भाव जोग देइछन्ति राष्ट्रपति द्रौपदी मुर्मू। कृषि उत्पादन अनुष्ठान यथेष्ट अवदान रही समावर्तन उत्सव में राष्ट्रपति उद्बोधन देइछन्ति। आम संस्कृति परंपरा जीविकार आधार कृषि कार्य दशंधि रे भारत कृषि कार्य उत्पादन अभूतपूर्व सफलता पाइछि। तेबे भारत एक अन्य देश कृषि द्रव्य ମଧ୍ୟ ରପ୍ତାନି କରୁଛି। ଭାରତ କୃଷି ଏବଂ କୃଷକର ଉନ୍ନତି ବିନା କେବେ ବି ଅସମ୍ଭବ ବୋଲି କୁହାଯାଉଛି। ତେବେ କୃଷକମାନଙ୍କୁ ସବୁଠାରୁ ଗୁରୁତ୍ୱ ଦେବା ଦରକାର ବୋଲି କୁହାଯାଉଛି। ତେବେ ରାଜ୍ୟରେ ସ୍ୱାଭାବିକ ଅଛି ଆଳୁ ଦର 28 ଟଙ୍କା କିଲୋ ବିକ୍ରି ହେବ ବୋଲି କୁହାଯାଉଛି। ଆଗକୁ ଆହୁରି କମିବ ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି। ସରକାରକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବାକୁ ମନା କଲେ ଏବେ ପୁଣି ଆଳୁ ଦେବାକୁ ରାଜି ହେଉଛନ୍ତି। ବର୍ତ୍ତମାନ ବଜାରରେ ଆଳୁ ଦର ସ୍ୱାଭାବିକ ରହିଛି। ଆଗାମୀ ଦିନରେ ଖାଦ୍ୟ ବହୁଳ ବ୍ୟବହାର ହେଉ ଆଳୁ ଦାମ ଆହୁରି କମିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେଣୁ ବିରୋଧୀ ଦଳ କଥା ଅନୁସାରେ ପଶ୍ଚିମବଙ୍ଗ ସରକାର ନାଚୁଛନ୍ତି। ଅନ୍ୟପଟେ ଆଳୁ ଯୋଗାଇବା ପାଇଁ ରାଜି ହୋଇଛନ୍ତି ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଗତ 2 ଦିନ ତଳେ ପଶ୍ଚିମବଙ୍ଗରେ ଆନ୍ଦୋଳନ କରିଥିଲେ ଆଳୁ ବ୍ୟବସାୟୀ। ତେବେ କୃଷି ମନ୍ତ୍ରୀ ଆଲୋଚନା ପରେ ଏବେ ଆନ୍ଦୋଳନରୁ ହଟିଛନ୍ତି ବ୍ୟବସାୟୀ ଏବଂ ପୁଣି ଓଡ଼ିଶାକୁ ଆସିବ ପଶ୍ଚିମବଙ୍ଗରୁ ଆଳୁ। ଡିସେମ୍ବର 25 ଆସିବ ଚତୁର୍ଥ ପର୍ଯ୍ୟାୟ ଟଙ୍କା। ତେଣୁ ସୁଭଦ୍ରା ଯୋଜନାକୁ ନେଇ ଯୋଉ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଏବଂ ବହୁତ ବଡ଼ ଖୁସି ଖବର। ଏଣିକି କୁହାଯାଉଛି 20 ବର୍ଷ ଯେତିକ ସବୁ ମହିଳା ବା ଝିଅ ଅଛନ୍ତି ଯଦି ମାର୍ଚ୍ଚ 7 ତାରିଖ ସୁଦ୍ଧା ତାଙ୍କୁ 21 ବର୍ଷ ହୋଇଯିବ ସେମାନେ ସୁଭଦ୍ରା ଯୋଜନା ଟଙ୍କା ଆବେଦନ ପାଇଁ ଫର୍ମ ଫିଲ୍ଅପ୍ କରି ତା ସହିତ ସୁଭଦ୍ରା ଯୋଜନା ପାଇପାରିବେ ବୋଲି କୁହାଯାଉଛି। ତେଣୁ ଏବେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର 25 ତାରିଖରେ ମିଳିବ। ଯାହାକୁ ଡିସେମ୍ବର 25 ତାରିଖରେ ତାଙ୍କ ପାଖକୁ ଟଙ୍କା ଆସିବ ନାହିଁ ତାଙ୍କୁ ଏକା ସାଙ୍ଗରେ ମାର୍ଚ୍ଚ 8 ତାରିଖରେ ମିଳିବ। ମାର୍ଚ୍ଚ 8 ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମିଶି 10,000 ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆଉ ସରକାର ଲକ୍ଷ୍ୟ ରଖିଛନ୍ତି କୋଟିଏରୁ ଉର୍ଦ୍ଧ୍ୱ ମହିଳା ଯେମିତି ସୁଭଦ୍ରା ଟଙ୍କା ପାଇବେ ବୋଲି ସେ ନେଇକି ମଧ୍ୟ ଘୋଷଣା କରାଯାଇଛି। ପୁଷ୍ପା ପାଇଁ ଚାଲିଗଲା ଜୀବନ ସତକୁ ସତ ପୁଷ୍ପା 2 ଦେଖିବା ପାଇଁ ଚାଲିଗଲା ଜଣଙ୍କର ଜୀବନ। ତେଣୁ ରିଲିଜ ହେବା ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା 2 ଏବେ ମୁମ୍ବାଇ ଦିଲ୍ଲୀରୁ ହାଇଦ୍ରାବାଦ ଯାଏଁ ସବୁଠି ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ଦେଖିବାକୁ ଫ୍ୟାନଙ୍କ ମାନର ଭିଡ଼। ତେବେ ଗତକାଲି ହାଇଦ୍ରାବାଦରେ ପୁଷ୍ପା 2 ପ୍ରିମିୟର ଚାଲିଥିଲା ଯାହାଫଳରେ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ଆସିଥିଲେ। ତାଙ୍କୁ ଟିକେ ଝଲକ ଦେଖିବା ପାଇଁ ହଠାତ୍ ଲକ୍ଷ ଲକ୍ଷ ଲୋକଙ୍କର ଭିଡ଼ ଜମି ଯାଇଥିଲା। ଆଉ ଭିଡ଼ରେ ଦଳା ଚକଟା ହେଇ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ବୟସ ତାଙ୍କର 39 ବର୍ଷ ସ୍ୱାମୀ ଏବଂ 2 ଛୁଆ ମଧ୍ୟ ତାଙ୍କର ଅଛନ୍ତି। ଏଭଳି ଦୁଃଖଦ ଖବର ଘଟିଛି ହାଇଦ୍ରାବାଦ ସ୍ଥିତ ମେଡିକାଲ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତଥାପି ଆହୁରି ମଧ୍ୟ କେତେ ଲୋକ ଗୁରୁତର ହୋଇ ଚିକିତ୍ସା ମଧ୍ୟ ହେଉଛନ୍ତି। ତେବେ ଭିଡ଼ ନିୟନ୍ତ୍ରଣ ହୋଇପାରିନଥିଲା ଆଉ ଭିଡ଼ ଏତେ ହୋଇଯାଇଥିଲା ଯେ ଯାହା ପୋଲିସ ମଧ୍ୟ ସମ୍ଭାଳିବା ଅସମ୍ଭବ ହୋଇଥିଲା। ତେଣୁ କୁହାଯାଉଛି ଯେ ଆଗରୁ ଯୋଜନା ହେଇନଥିଲା ହଠାତ୍ ହେଲା ପ୍ଲାନିଂ ବୋଲି ଏତେ ସଂଖ୍ୟାରେ ଲୋକ ଜମିଗଲେ ତା ସହିତ ମଧ୍ୟ ଦଳା ଚକଟା ହୋଇଗଲେ ଆଉ ଶେଷରେ ଜଣଙ୍କର ଜୀବନ ମଧ୍ୟ ଚାଲିଗଲା। ଓଡ଼ିଶାରେ ବନ୍ଦ ହେବ ଗୋ ହତ୍ୟା ଓ ଗୋ ଚାଲାଣ ଆଇନ ଆସିବ କହିଲେ ମନ୍ତ୍ରୀ। ତେବେ ଗୋ ହତ୍ୟା ପାଇଁ ଏଥର ନୂଆ ଆଇନ ଆସୁଛି ଆଉ ଓଡ଼ିଶାରେ ବନ୍ଦ ହେବ ଗୋ ହତ୍ୟା। ଆସାମ ପରି ଓଡ଼ିଶାରେ ଗୋ ହତ୍ୟା ବନ୍ଦ ନେଇ ନୂଆ ଆଇନ ଆସିବ। ଗୋମାଂସ ଓ ଗୋ ଚାଲାଣ ମଧ୍ୟ ବନ୍ଦ ହେବ କହିଲେ ଆଇନ ମନ୍ତ୍ରୀ। ସରକାର ଖୁବ୍ ଶୀଘ୍ର କଡ଼ା ଆଇନ ସହିତ ବିଲ୍ ଆଣିବା ପାଇଁ ବିଚାର କରୁଛନ୍ତି। ଗୋ ଚାଲାଣ ଏବଂ ଗୋ ହତ୍ୟା ଉପରେ ରୋକ ନେଇ ଆଭିମୁଖ୍ୟ ସ୍ପଷ୍ଟ ନେଇ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗୋ ହତ୍ୟା ନେଇ ବିଧାନସଭା ଅଧିବେଶନରେ ଗୁରୁତ୍ୱ ବିଲ୍ ଆସିପାରେ ବୋଲି ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀଙ୍କର ଏହି କଥାକୁ ବିରୋଧ କରିଛନ୍ତି ବିଜେଡି ଓ କଂଗ୍ରେସ। ବିଜେପିକୁ କଟାକ୍ଷ କରି କହିଛନ୍ତି କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ ବିଦେଶକୁ ଗୋମାଂସ ଚାଲାଣ ବନ୍ଦ କରାଯାଉ। ବିଦେଶକୁ ଅଧିକ ଗୋମାଂସ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରୁ ଯାଉଛି। ସେଠାରେ ଫ୍ୟାକ୍ଟ୍ରି ମଧ୍ୟ ହୋଇଯାଇଛି। ସେଥିରେ କେଉଁମାନଙ୍କର ସମ୍ପୃକ୍ତି ଅଛି ପ୍ରଥମେ ଜାଣିବାକୁ ଚେଷ୍ଟା କରାଯାଉ। ପ୍ରଥମେ ବିଦେଶରୁ ଗୋ ଚାଲାଣ ବନ୍ଦ ହେବାର ଆବଶ୍ୟକତା ରହିଛି। ସେହିପରି ବିଜେଡି ଶାସିତ ଦଳକୁ ଟାର୍ଗେଟ କରିଛି। କେଉଁ ଦଳର ଲୋକ ଚାଲାଣ କରୁଛନ୍ତି ଏବେ ତାହା ଚିହ୍ନଟ କରାଯାଉ ବୋଲି ମନ୍ତ୍ରୀ ମଧ୍ୟ କହିଛନ୍ତି। ଅନଲାଇନ ଗେମ୍ ଖେଳି ଜୀବନ ଚାଲିଗଲା। ତେଣୁ ଅନଲାଇନ ଗେମ୍ ଖେଳି ଜୀବନ ହାରିଲେ ଜଣେ ଯୁବକ। ଆଉ ହଠାତ୍ ଏଭଳି ସ୍ଥିତି ଘଟିଛି ପୁରୁଣା ଭୁବନେଶ୍ୱର ବଡ଼ୁ ସାହିର ଜଣେ ଯୁବକ।
ଶଶାଙ୍କ ଶତପଥୀ ଅନଲାଇନ୍ ଗେମ୍ ଖେଳି ଜୀବନ ହାରି ଦେଇଛନ୍ତି। ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଲିଙ୍ଗରାଜ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ମଧ୍ୟ କରୁଛି। ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି। ଏହି ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଆଜି ସକାଳୁ ଏଭଳି ଅଭିଯୋଗ ଆସିଛି। ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଛନ୍ତି ଯୁବକ। ଏହା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ଆହୁରି ତଦନ୍ତ ମଧ୍ୟ ଅଛି। ଏହା ଯୁବପିଢ଼ି ଏବଂ ଅଭିଭାବକଙ୍କୁ କହିଛନ୍ତି ସେଥିରେ ବିରତ ରୁହନ୍ତୁ। ଏଥିରେ ଅର୍ଥ ନଷ୍ଟ ହେବା ସହିତ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଅଧିକାଂଶ ଗେମ୍‌ରେ ବିପଦ ମଧ୍ୟ ରହିଛି। ପରିବାର ଲୋକେ ମଧ୍ୟ ପିଲାମାନଙ୍କୁ କଣ କରୁଛନ୍ତି ତା ଉପରେ ଦୃଷ୍ଟି ଦେବା ଦରକାର। କାହିଁକି ନା ଗତ କିଛି ଦିନ ହେବ ଏମିତି ଘଟିଥିଲା ଉତ୍ତରପ୍ରଦେଶରେ। ଆଉ ଏବେ ଓଡ଼ିଶା ଭୁବନେଶ୍ୱର ବଡ଼ୁସାହିରେ ଘଟିଛି ଏଭଳି ସ୍ଥିତି। ଯାହାଫଳରେ ସକାଳୁ ଉଠି ଝୁଲନ୍ତା ଶବ ଦେଖିଥିଲେ ପରିବାର ଲୋକେ। ସବୁ ଦେଖି ଆଶ୍ଚର୍ଯ୍ୟ ହେଇଥିଲେ। ଆଉ କଥା ମିଳିଥିଲା ଯେ ଅନଲାଇନ୍ ଗେମ୍ ଖେଳି ଅର୍ଥ ହାରିଯିବାରୁ ଶେଷରେ ଜୀବନ ହାରି ଓଡ଼ିଶାରେ ଏବେ ସୁନା ଖଣି ଠାବ। କେଉଁଝର ଦେବଗଡ଼ରେ ସୁନା ଖଣି। ଚୂଡ଼ାନ୍ତ ରିପୋର୍ଟ ପରେ ପଦକ୍ଷେପ ନିଆଯିବ। ତେବେ କେଉଁଝର ଦେବଗଡ଼ରେ ସୁନା ଖଣିର ସନ୍ଧାନ ମିଳିଥିବା ସୂଚନା ଦେଇଛନ୍ତି। ବିଧାନସଭାରେ ବିଧାୟକ ଉପାସନା ମହାପାତ୍ର ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ରଖିଛନ୍ତି। ଦେବଗଡ଼ ଆଡାସ ରାମପଲ୍ଲୀ ଏବଂ କେଉଁଝର ଗୋପୁର ଗଜପୁର ସୁନା ଖଣି ସନ୍ଧାନ ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି। ଦେବଗଡ଼ରେ ଭୂ ବିଜ୍ଞାନୀ ସଂସ୍ଥା ଦ୍ୱାରା G2 ସ୍ତରରେ ଅନୁସନ୍ଧାନ ସରିଛି। ତେବେ କୁହାଯାଉଛି ସେହିପରି କେଉଁଝରରେ ମଧ୍ୟ GIS ଦ୍ୱାରା ଏବେ G2 ର ସ୍ତର ଅନୁସନ୍ଧାନ ଜାରି ରହିଛି। ଚୂଡ଼ାନ୍ତ ରିପୋର୍ଟ ପରେ ବୈଷୟିକ କମିଟି ପରାମର୍ଶ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭୂତି କହିଛନ୍ତି। ତେବେ କୁହାଯାଉଛି ଯେ ଓଡ଼ିଶାରେ ସୁନା ଖଣି ବାହାରିଲେ ଓଡ଼ିଶାର ଉନ୍ନତି ମଧ୍ୟ ଆହୁରି ଆଗକୁ ଯିବ। ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ଜମି, କହିଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଆସୁଛି ବଡ଼ ଖୁସି ଖବର। ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାରଙ୍କ ଯୋଗାଇ ଦେବେ ଜମି ପଟ୍ଟା। ଏହି କାମ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି। ରାଜ୍ୟରେ ଥିଲା ସବୁ ଶିକ୍ଷାନୁଷ୍ଠାନ ଏବଂ ପ୍ରାଥମିକ ସ୍କୁଲ ହେଉ ବା ବିଶ୍ୱବିଦ୍ୟାଳୟ ହେଉ ସେମାନଙ୍କର ନିଜସ୍ୱ ଜମି ପଟ୍ଟା ରହିବ। ଏହି ଜମି ପଟ୍ଟା ଯୋଗାଣ କାମ ଏବଂ ଡିସେମ୍ବର 30 ମଧ୍ୟରେ କରାଯିବ। ଏମିତି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। ଦଖଲ ହୋଇଥିବା ଆଦିବାସୀ ଜମିକୁ କରାଯିବ ବେଆଇନ ଘୋଷଣା। ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ। ଆଜି ବିଧାନସଭା ପ୍ରଶ୍ନକାଳ ସମୟରେ ଆଦିବାସୀ ଜମି ହଡପ ପ୍ରସଙ୍ଗରେ କଥା ଉଠିଛି। ଏହି ପ୍ରଶ୍ନ ବିଧାୟକ ଭାସ୍କର ମଡେଇ କହିଛନ୍ତି। ଏହି ପ୍ରଶ୍ନରେ ପଚାରିଛନ୍ତି, ଆଦିବାସୀ ଜମି ହଡପ ହୋଇଛି। ସେହି ଜମିରେ ସରକାରୀ ଅନୁଷ୍ଠାନ ନିର୍ମାଣ ହୋଇଛି, କିନ୍ତୁ ଏଇଠି ଆଇନ କାମ କରୁନି କି କୌଣସି ସଂଶୋଧନ ହେଉନି। ତେବେ ବିଧାନସଭାରେ ପ୍ରଶ୍ନକାଳରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହା ଉତ୍ତର ରଖି କହିଛନ୍ତି ଯେ ଆଇନ ଏବେ କଡାକଡି ଭାବେ ରହିଛି। ଭୂ ସଂସ୍କାର ଆଇନ 1967 ଅନୁଯାୟୀ ଯଦି କିଏ ଆଦିବାସୀ ଜମି କିଣନ୍ତି ତେବେ ଜମିକୁ ବେଆଇନ ଭାବେ ଘୋଷଣା କରାଯାଇ ଉଚ୍ଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ କରାଯିବ ବୋଲି କୁହାଯାଉଛି। ତେଣୁ ଯେତିକ ଆଦିବାସୀ ଲୋକଙ୍କର ଜମି ଯିଏ ନେଇଛନ୍ତି ଆଦିବାସୀକୁ ତାଙ୍କ ଜମି ଫେରାଯିବ ବୋଲି ସରକାର ମଧ୍ୟ କହିଛନ୍ତି। 6ରୁ ଖସିବ ପାରଦ। ତେବେ କୁହାଯାଉଛି ତାପମାତ୍ରା ଏବେ 6ରୁ ଖସିବ। 8ରେ ଏହି ସବୁ ଜିଲ୍ଲାରେ କାଁ ଭାଁ ମଧ୍ୟ ବର୍ଷା ହେବ। ବଢିବ ଶୀତ। ରାଜ୍ୟରେ ପରବର୍ତ୍ତୀ 3 ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି କୁହାଯାଉଛି। 2-3 ଦିନରେ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବ। 8 ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏହି ତାରିଖରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ଶୀତର ପ୍ରକୋପ ବଢ଼ିବ ବୋଲି କୁହାଯାଉଛି। ତେବେ 6, 7, 10 ପାଗ ମୁଖ୍ୟତଃ ଶୁଖିଲା ରହିବ। 24 ଘଣ୍ଟା ଭିତରେ କୋରାପୁଟ, ବରିଗୁମାରେ ସର୍ବାଧିକ 65.4 ମିମି ବର୍ଷା ରେକର୍ଡ ହୋଇଥିଲା। ଆଉ ବର୍ଷା ରହିବ ନାହିଁ, କିନ୍ତୁ ଶୀତର ପ୍ରକୋପ ବଢ଼ିବ ବୋଲି କୁହାଯାଉଛି। ତେବେ ଆଉ ଗୋଟିଏ ବଡ଼ ଖବର ଯୋଉଟା ଆପଣ ଶୁଣିଲେ ମଧ୍ୟ ଆପଣଙ୍କୁ ଖୁସି ଲାଗିବ। ଶିକ୍ଷକଙ୍କ ନିଆରା ବିଦାୟକାଳୀନରେ ସମ୍ବର୍ଦ୍ଧନା। ଛାତ୍ରଛାତ୍ରୀ ଦେଲେ ଦାମୀ ଉପହାର। ତେବେ ଜଣେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦାୟ ସମୟରେ ଯେଉଁ ଉପହାର ମିଳିଛି ସେ ବିଷୟରେ ଜାଣିଲେ ଆପଣ ତାଜୁବ ହୋଇଯିବେ। ଶିକ୍ଷକଙ୍କୁ ବିଦାୟ ସମୟରେ ସୁନା ମୁଦିଠାରୁ ଆରମ୍ଭ କରି ସ୍କୁଟି ତଥା ଅନ୍ୟାନ୍ୟ ଦାମୀ ଜିନିଷ ଉପହାର ମିଳିଛି। 38 ବର୍ଷ ଶିକ୍ଷକତା କରିବା ପରେ ଅବସର ସମୟରେ ପୁରୁଣା ଛାତ୍ରଛାତ୍ରୀ ଏବଂ ବର୍ତ୍ତମାନ ଛାତ୍ରଛାତ୍ରୀ ଗୁରୁଙ୍କୁ ବିଭିନ୍ନ ଉପହାର ଦେଇ ସମ୍ମାନିତ କରିଛନ୍ତି। କିଏ ଗୁରୁଙ୍କ ପାଦ ଧୋଇ ପୂଜାର୍ଚ୍ଚନା କରିଛି ତ କିଏ ଟଙ୍କା ମାଳ ପିନ୍ଧାଇ ପରିକ୍ରମାରେ ଲାଗି ପଡ଼ିଥିଲେ। ଏମିତି ଅବସରରେ ହୁଏତ କେହି ଦେଖିନଥିବେ। ଛାତ୍ରଛାତ୍ରୀ ଏଭଳି ଭଲ ପାଇବା ଦେଖି ଭାବ ବିହ୍ୱଳ ହୋଇପଡ଼ିଥିଲେ ଶିକ୍ଷକ। ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ଏରଣ୍ଡା ଗାଁରେ ଶିକ୍ଷକଙ୍କ ଏଭଳି ବିଦାୟ ହୋଇଛି। ଗାଁରେ ରାଧାକୃଷ୍ଣ ବିଦ୍ୟାପୀଠର ପ୍ରସନ୍ନ କୁମାର ତ୍ରିପାଠୀ ଗଣିତ ଶିକ୍ଷକ ଭାବେ ଚାକିରି କରିବା ଆରମ୍ଭ କରିଥିଲେ। ପ୍ରସନ୍ନ କୁମାର ସାର୍ ଅତ୍ୟନ୍ତ ମିଷ୍ଟ୍ ଭାଷୀ। ତେବେ କୁହାଯାଉଛି ଯେ ବହୁତ ଛାତ୍ରଛାତ୍ରୀଙ୍କୁ ଭଲ ପାଆନ୍ତି ଆଉ ବହୁତ ଭଲ ପାଠ ମଧ୍ୟ ପଢାନ୍ତି। ତେଣୁ ଛାତ୍ରଛାତ୍ରୀମାନେ ବହୁତ ଝୁରୁଛନ୍ତି ସାର୍ଙ୍କୁ। ଆଉ ବିଦାୟ ସମୟରେ ସୁନା ମୁଦି, ସ୍କୁଟି, ଗ୍ରାଇଣ୍ଡର, ପୋଷାକ, ବହୁ ସାମଗ୍ରୀ ପୁରାତନ ଛାତ୍ରଛାତ୍ରୀମାନେ ଦେଇଛନ୍ତି।
ତେବେ କୁହାଯାଉଛି ବର୍ତ୍ତମାନ ଛାତ୍ରଛାତ୍ରୀ ମଧ୍ୟ ଏସବୁ ମିଶିକି ଦେଇଛନ୍ତି। ଅନ୍ୟପଟେ ଶିକ୍ଷକ ବୁଲିବା ବେଳେ କିଛି ସ୍ଥାନରେ ତାଙ୍କୁ ଟଙ୍କା ମାଳ ପିନ୍ଧାଇଥିଲେ ଗ୍ରାମବାସୀ। ପିଲାଙ୍କ ଠାରୁ ଉପହାର ପାଇ ଗାଁ ଲୋକଙ୍କ ଠାରୁ ମଧ୍ୟ ଉପହାର ପାଇଥିଲେ, ଯାହା ଶିକ୍ଷକଙ୍କୁ ବହୁତ ଭାବ ବିହଳ କରିଦେଇଛି। ଏବେ ଚାରିଆଡେ ଜଣ୍ଡିସ ବ୍ୟାପୁଛି। ଜଣ୍ଡିସ ରୋଗରେ ଆକ୍ରାନ୍ତ 100ରୁ ଉର୍ଦ୍ଧ୍ୱ ଲୋକ, ଗଲାଣି ଜୀବନ। ତେବେ କୁହାଯାଉଛି ପିଲାଠୁ ବୁଢା ପର୍ଯ୍ୟନ୍ତ ଜଣ୍ଡିସ ରୋଗରେ ଆକ୍ରାନ୍ତ। ବୁଦ୍ଧି ବାଟ କିଛି ଦେଖାଯାଉନି। ଯେତେ ହସ୍ପିଟାଲ ଗଲେ ବି ରୋଗ ଭଲ ହଉନି। 100ରୁ ଅଧିକ ଲୋକଙ୍କର ଜଣ୍ଡିସ ରୋଗରେ ଆକ୍ରାନ୍ତ। ଏନେଇ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ହୋଇଯାଇଛନ୍ତି। ନୟାଗଡ଼ ଜିଲ୍ଲା ସୀମାନ୍ତ ପଞ୍ଚାୟତ ଚାନ୍ଦପୁର ଜେମାଦେଇପୁରରେ ବ୍ୟାପିଲାଣି ଜଣ୍ଡିସ ରୋଗ। ମଧ୍ୟ ଚାରିଆଡେ ଓଡ଼ିଶା ସାରା ମଧ୍ୟ ବ୍ୟାପିଲାଣି। କ୍ୟାପିଟାଲ ହସ୍ପିଟାଲ ମଧ୍ୟ ଜଣ୍ଡିସ ରୋଗ ବ୍ୟାପୁଛି। ଏନେଇ ସତର୍କତା ଅବଲମ୍ବନ କରନ୍ତୁ। ଯଦି କିଛି ସେଭଳି ଲକ୍ଷଣ ଦେଖାଯାଉଛି ତୁରନ୍ତ ଆପଣ ଡାକ୍ତର ସହିତ ସମ୍ପର୍କ କରନ୍ତୁ ବୋଲି 29,721 ଟଙ୍କା 10 ଅଣା ବଜେଟରେ ନିର୍ମାଣ ହୋଇଥିଲା ଚଳଚ୍ଚିତ୍ର ସୀତା ବିବାହ। କିନ୍ତୁ ଏବେ କୋମାରେ ଓଡ଼ିଆ ସିନେମା। ବିଧାନସଭାରେ ଶୂନ୍ୟକାଳରେ ଓଡ଼ିଆ ସିନେମାକୁ କଥା ଉଠାଇଥିଲେ ବିଜେପି ବିଧାୟକ ଆକାଶ ଦାସ ନାୟକ। ଓଡ଼ିଆ ସିନେମା ବର୍ତ୍ତମାନ କୋମା ଆଡକୁ ଯାଉଛି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଆକାଶ। ତେବେ ସିନେମା ହଲରୁ ଦୁରବସ୍ଥା ଦର୍ଶାଇବା ପାଇଁ କହିଛନ୍ତି ସେ। ଓଡ଼ିଶାରେ ମାତ୍ର 50ରୁ 60 ସିନେମା ହଲ୍ ଅଛି। ଏହା ଭିତରେ ପୁରୀରେ ଗୋଟିଏ ହଲ୍ ମଧ୍ୟ ନାହିଁ। ଏପରି ସ୍ଥଳରେ ଲୋକେ ଓଡ଼ିଆ ସିନେମା ଦେଖି ପାରୁନାହାନ୍ତି। ଏଥିପାଇଁ ବିଧାୟକ ଆକାଶ ଦାସ ପ୍ରସ୍ତାବ ଦେଇଛନ୍ତି କି ପ୍ରତି ବ୍ଲକରେ ମଲ୍ଟିପର୍ପଜ ଫିଲ୍ମ ହଲ୍ ପ୍ରତିଷ୍ଠା କରାଯାଉ। ପୂର୍ବ ସରକାର ବେଳେ ଗୋଟିଏ ଫିଲ୍ମ ପଲିସି ଆସିଥିଲା, କିନ୍ତୁ ଏବେ କୁଆଡେ ଗଲା ଜଣା ନାହିଁ। ସେହି ପଲିସିକୁ ବର୍ତ୍ତମାନ ଆଉ ଥରେ ଅଣାଯାଉ। ତେବେ ଏହା ସହ ବରପୁତ୍ର ମାନଙ୍କ ଉପରେ ଓଡ଼ିଶାରେ ଫିଲ୍ମ ତିଆରି କରି ସେଥିରେ ସବସିଡି ଦିଆଯାଉ ବୋଲି ଆକାଶ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ଅସହ୍ୟ ହୋଇଗଲାଣି ବୁଲା କୁକୁରଙ୍କ ଉତ୍ପାତ। ତେବେ ଗାଁଠୁ ସହର, ସହରଠୁ ଗାଁ ପର୍ଯ୍ୟନ୍ତ ବୁଲା କୁକୁରଙ୍କ ସଂଖ୍ୟା ବଢିଛି। ରାତିରେ ଡର ଲାଗୁଛି, ଦିନରେ ମଧ୍ୟ ଛନକା ଲାଗୁଛି। ତେଣୁ ବୁଲା କୁକୁରା 5 ଲକ୍ଷରୁ ଲୋକ ଅଧିକ ଆକ୍ରାନ୍ତ ହେଲେଣି। ଯାହାଫଳରେ ବୁଲା କୁକୁରା ଏମିତି କାମୁଡୁଛନ୍ତି ଯେ ଲୋକେ ସିଧା ମେଡିକାଲ ପଡୁଛନ୍ତି। ଏନେଇକି ପ୍ରଶ୍ନ ଉଠିଛି ବିଧାନସଭାରେ। ସରକାର ପଦକ୍ଷେପ ନେଉଛନ୍ତି, ବନ୍ଧ୍ୟାକରଣ ବି କରାଯାଉଛି, ତା ସତ୍ତ୍ୱେ ମଧ୍ୟ କାହିଁକି କମୁନି କୁକୁରଙ୍କ ସଂଖ୍ୟା? ପ୍ରଶ୍ନ ଉଠିଲାଣି। ଗତ 2 ବର୍ଷ ଭିତରେ କୁକୁର କାମୁଡାର ଶିକାର ହେଲେଣି 5,02,672 ଜଣ। 2023ରେ ମଧ୍ୟ 2,60,000 ଲୋକ ଆକ୍ରାନ୍ତ ହୋଇଥିଲେ। ତା ସହିତ ମଧ୍ୟ ଏବେ କୁହାଯାଉଛି ଯେ ଲୋକ ଏତେ ଆକ୍ରାନ୍ତ ହେବା ସତ୍ତ୍ୱେ ମଧ୍ୟ କାହିଁକି ବୁଲା କୁକୁରାଙ୍କ ସଂଖ୍ୟା କମୁନି? ବୁଲା କୁକୁରା ଗଣନା ମଧ୍ୟ କରାଯିବ। ତା ସହିତ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି, କୁକୁର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବିଭାଗ ଅନେକ ପ୍ରକାର ପଦକ୍ଷେପ ହାତକୁ ନେଇଛି। ଆନିମାଲ ବାର୍ଥ କଣ୍ଟ୍ରୋଲ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। 8ଟି ସହରାଞ୍ଚଳରେ 4,605 କୁକୁରକୁ ବନ୍ଧ୍ୟାକରଣ କରାଯାଇଛି। ତଥାପି ଯେଉଁଠି ଦେଖୁଛ ସେଠି ବୁଲା କୁକୁର, ଆଉ ଲୋକ ମଧ୍ୟ ଶିକାର ହେଉଛନ୍ତି। ରାସନ କାର୍ଡକୁ ନେଇ ବଡ ଅପଡେଟ। ତେବେ ବାହାର ରାଜ୍ୟରେ ରାସନ କାର୍ଡ ସହିତ ତେଲ, ଡାଲି, ଲୁଣ ମିଳୁଛି। ଏମିତି 9 ପ୍ରକାର ଜିନିଷ ମିଳୁଛି, କିନ୍ତୁ ଓଡ଼ିଶାରେ କେବଳ ଗହମ ମିଳୁଛି। ଏ ନେଇ ମଧ୍ୟ ଉଠିଥିଲା ବିଧାନସଭାରେ। ଓଡ଼ିଶାରେ ଯଦି ଡାଲି, ତେଲ, ଲୁଣ କିଛି ମିଳନ୍ତା ତାହେଲେ ସାଧାରଣ ବର୍ଗର ଲୋକମାନେ ଉପକୃତ ହୁଅନ୍ତେ ବୋଲି କୁହାଯାଉଛି। ତେବେ ଆକାଶ ଛୁଆଁ ଦର ରହିଛି ଡାଲି, ତେଲ, ଲୁଣ। ଏହାକୁ ସରକାର କିଛି ଗରିବଙ୍କ ପାଇଁ ଯଦି ଯୋଜନା କରନ୍ତେ ଏବଂ ରାସନ କାର୍ଡରେ ଯଦି ମିଳନ୍ତା ତାହେଲେ ପ୍ରତ୍ୟେକଟି ଗରିବ ଲୋକ ଉପକୃତ ହୁଅନ୍ତେ ବୋଲି କୁହାଯାଉଛି। ଆଉ ନୂଆ ରାସନ କାର୍ଡ ଏବେ ଆରମ୍ଭ ହୋଇଯାଇଛି ଦେବା ପାଇଁ। ସରକାର ଯୋଉ କହିଛନ୍ତି 2023-2024 ଜାନୁଆରୀ ପର୍ଯ୍ୟନ୍ତ ଯୋଉମାନେ ଆବେଦନ କରିଥିଲେ ତାଙ୍କୁ ରାସନ କାର୍ଡ ମିଳୁଛି। ତେଣୁ ଆପଣମାନେ ଯଦି ଆବେଦନ କରିଥିଲେ ତୁରନ୍ତ ରାସନ କାର୍ଡ ଆପଣମାନେ ତେବେ ଇଏ ଥିଲା ଆଜି ସନ୍ଧ୍ୟାର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ସକାଳ 5ଟା ଆଉ ସନ୍ଧ୍ୟା 5ଟାରେ ପାଇବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।